ବର୍ତ୍ତମାନ ଏକ ସ୍ପଷ୍ଟ ପରିଭାଷା ସହିତ ଲୁପ୍ ବିଷୟରେ ଆମର ବୁଝାମଣାକୁ ଠିକ୍ କରିବା। କୋଡିଂ ଶବ୍ଦରେ ଏକ ଲୁପ୍ କ'ଣ? କୋଡିଂରେ ଏକ ଲୁପ୍ ହେଉଛି ନିର୍ଦ୍ଦେଶଗୁଡ଼ିକର ଏକ ସେଟ୍ ଯାହା କମ୍ପ୍ୟୁଟରକୁ ବାରମ୍ବାର ସମାନ କାର୍ଯ୍ୟ କରିବାକୁ କହିଥାଏ। ତେଣୁ ଲୁପ୍ ଗୁଡ଼ିକ କ୍ରିୟାଗୁଡ଼ିକର ପୁନରାବୃତ୍ତି ବିଷୟରେ। ଠିକ୍, ସେମାନେ ସମୟ ସଞ୍ଚୟ କରିବାରେ ଏବଂ ଆମର କୋଡ୍ ସଂଗଠିତ ରଖିବାରେ ସାହାଯ୍ୟ କରନ୍ତି। ଆମେ ଲୁପ୍ ଭିତରେ କେବଳ ଥରେ କ୍ରିୟାଗୁଡ଼ିକର ସେଟ୍ ଲେଖୁ ଏବଂ କମ୍ପ୍ୟୁଟର ଏହାକୁ ଅନେକ ଥର କରିଥାଏ, ଯେପରିକି ଦୈନିକ ଦାନ୍ତ ଘଷିବା ପରି ଏକ ପୁନରାବୃତ୍ତି ସ୍ଥିର କାର୍ଯ୍ୟ। ବର୍ତ୍ତମାନ ତୁମେ ମୋତେ କହିପାରିବ କି ଲୁପ୍ କାହିଁକି ଗୁରୁତ୍ୱପୂର୍ଣ୍ଣ? ଦକ୍ଷତା। ଲୁପ୍ ଆମକୁ ନକଲ କୋଡ୍ରୁ ରକ୍ଷା କରେ। ଆମେ ଥରେ ନିର୍ଦ୍ଦେଶନାମା ଲେଖିବା ଏବଂ ଏହା କମ୍ପ୍ୟୁଟରକୁ ପୁନରାବୃତ୍ତି କରିବାକୁ ଦିଏ। ପଠନ ଯୋଗ୍ୟତା। ସେମାନେ ଆମର କୋଡ୍କୁ ସଫା ଏବଂ ବୁଝିବାକୁ ସହଜ କରନ୍ତି। ସମାନ କାର୍ଯ୍ୟକୁ ଏକାଧିକ ଥର ଲେଖିବା। କଳ୍ପନା କର, ଏହା କୋଡ୍କୁ ବଡ଼ ଏବଂ ବହୁତ ଅସୁବିଧା କରିବ। ଆପଣ ଦୈନନ୍ଦିନ କାର୍ଯ୍ୟ ପରି ଲୁପ୍ ବିଷୟରେ ଚିନ୍ତା କରିପାରିବେ। ଉଦାହରଣ ସ୍ୱରୂପ, ପ୍ରତିଦିନ ଦାନ୍ତ ଘଷିବା। ଆହା, ଦାନ୍ତ ଘଷିବା ଅନୁରୂପ। ହଁ, ପ୍ରତିଦିନ ଦାନ୍ତ ଘଷିବା ଏକ ଲୁପ୍ ପରି। ଆପଣ ଏକ ସମାନ ବ୍ୟବଧାନରେ ସମାନ କାର୍ଯ୍ୟ କରନ୍ତି। ଏହା ତୁମର ଦାନ୍ତର ସ୍ୱାସ୍ଥ୍ୟ ପାଇଁ ଏବଂ ପୁନରାବୃତ୍ତି କିନ୍ତୁ ଗୁରୁତ୍ୱପୂର୍ଣ୍ଣ। ଯେପରିକି ଆମ କୋଡ୍ର ସ୍ୱାସ୍ଥ୍ୟ ପାଇଁ ଲୁପ୍ ଜରୁରୀ।